ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବା ମାତ୍ରେ ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟ୍ରେ ଆପଣଙ୍କ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯଦି ଆପଣ କେଉଁ ଝିଅ ବା ବିବାହିତା ସ୍ତ୍ରୀକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ସ୍ତ୍ରୀ ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିବେ, ସିଏ ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଆପଣ ମାତ୍ର 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଆପଣଙ୍କୁ ଇଗ୍ନୋର କରୁଥିଲା, ସେ ଝିଅ କିପରି ନିଜେ ଆସି ଆପଣଙ୍କ ସହିତ କଥା ହେବ। ଯେଉଁ ବିବାହିତା ସ୍ତ୍ରୀକୁ ଆପଣ ଦିନରାତି ଭାବୁଛନ୍ତି, ତାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ସ୍ତ୍ରୀ ନିଜେ ଆପଣଙ୍କୁ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଏହି ବଶୀକରଣ ବିଧିକୁ କେଉଁ ବି ପୁଅ ବା ଝିଅ ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ ଏହି ବଶୀକରଣ ପ୍ରୟୋଗ କରିପାରିବେ, କିମ୍ବା କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ପଟେଇବା ପାଇଁ ଏହି ମନ୍ତ୍ରକୁ ପାଠ କରିପାରିବେ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ ପଢ଼ିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। କେବଳ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବାର ଅଛି। ତାପରେ ଦେଖିବେ କିପରି ସେ ଝିଅ ବା ସ୍ତ୍ରୀ ଆପଣଙ୍କ ବଶରେ ହେଇଯିବ, ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ସବୁ କଥା ମାନିବ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆପଣଙ୍କ ସହିତ କଥା ହେଉନି, ଆଉ ଆପଣ ସେ ଝିଅକୁ ପାଇବାକୁ ଚାହୁଁଛନ୍ତି, ତେବେ ମୋ କଥା ମାନି ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ, ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହୋଇଛନ୍ତି। ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିଛନ୍ତି। ତେଣୁ ଆପଣ ବି ବିଶ୍ୱାସର ସହିତ ଏହି ବଶୀକରଣ ଗୋଟିଏ ଥର କରନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ସ୍ତ୍ରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ଆପଣଙ୍କର ଗୁଲାମୀ କରିବ, ଆପଣ ତାକୁ ଯାହା କହିବେ ସିଏ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ମନ୍ତ୍ର କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ
ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ପଟେଇ ପାରିବେ, ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ତାଠାରୁ ଆପଣ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଏହି ମନ୍ତ୍ରର କୌଣସି ପ୍ରକାର କାଟ ନାହିଁ। ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଏହି ମନ୍ତ୍ରକୁ ପଢ଼ିଦେବେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କୁ ଛାଡ଼ି ରହିପାରିବନି। କେବଳ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ତେବେ କିପରି ଆପଣ ମନ୍ତ୍ରକୁ ପଢ଼ିବେ ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଆଉ ଆପଣ ଚାହିଁକି ବି ତାର କିଛି କରିପାରୁନାହାନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କାହିଁକି ନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତାର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ ଆଉ ନିଜ ପସନ୍ଦର ସେ ଝିଅକୁ ପଟେଇ ପାରିବେ, ଶତ୍ରୁକୁ ହାତ ମୁଠାରେ ରଖିପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ନେଇ ଆସିଛି। ଯଦି ଆପଣ ଏହାକୁ ଠିକ୍ ଭାବରେ କରିଦେଲେ, ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିଦେଲେ, ତେବେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ବା ବିବାହିତା ନାରୀକୁ ଚାହିଁବେ ଅତି ସହଜରେ ନିଜ ବଶରେ କରିପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। ତେବେ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ମଙ୍ଗଳବାର, ଗୁରୁବାର କିମ୍ବା ଶନିବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ଯେଉଁ ଝିଅ ବା ସ୍ତ୍ରୀକୁ ଆପଣ ବଶୀକରଣ କରିବାକୁ ଚାହୁଁଛନ୍ତି, ତାକୁ ମନେ ମନେ ଭାବିକି ଏହି ବଶୀକରଣ ଆରମ୍ଭ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ନିଜ ବିଛଣାରେ ବସିକି ଏହି ବଶୀକରଣ କରିବେ। ଠିକ୍ ଅଛି? ପ୍ରଥମେ ଆପଣ କ'ଣ କରିବେ? ହାତ ଗୋଡ଼ ଧୋଇକି ନିଜର ବିଛଣା ଉପରେ ବସି ପଡ଼ିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 5 ଥର ତାର ନାମ କହିବେ। ତାପରେ ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ ଏହି 3ଟି ଶବ୍ଦକୁ ଏହିପରି 3 ଥର ପଢ଼ିଦେବେ। ପ୍ରଥମେ ଆପଣ ଝିଅର ନାମ 5 ଥର କହିବେ। ତାପରେ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିଦେବେ। ଏତିକି କରିସାରିବା ପରେ ଆପଣ ଶୋଇପଡ଼ିବେ। ରାତି ସାରା ସେ ଝିଅ ବା ସ୍ତ୍ରୀ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।